ওম জয় শ্রী সীতারাম। বাল্মীকি রামায়ণ অযোধ্যাকাণ্ড ରାମଙ୍କର ଲକ୍ଷ୍ମଣଙ୍କର ବନଗମନ ନିମନ୍ତେ ଆଦେଶ ପ୍ରାପ୍ତି ଶେଷ ଭାଗ। ଏ ବିଷୟ ଅନୁମାତ ସନ୍ଦେହ ନ କର, କିନ୍ତୁ ଏକ କଥା ଶୁଣ ଆହେ ଆର୍ଯ୍ୟ ପ୍ରବର। ସେହି କୌଶଲ୍ୟା ଦେବୀ ଆପଣା ପ୍ରଭାରେ ମୋହ ପରି ଲକ୍ଷ ଲକ୍ଷ ଲୋକଙ୍କୁ ପାଳିବେ। ଆବର ଆସିତ ଲୋକେ ପ୍ରାଣ ରକ୍ଷା ପାଇଁ ସହସ୍ର ସହସ୍ର ଗ୍ରାମ ପାଇଛନ୍ତି ସେହି। ଏଥିପାଇଁ ଚିନ୍ତା କିମ୍ବା କରୁଛ ଆପଣ, ସେ ଧନେ ମୋ ପରି କେତେ ହୋଇବେ ପୋଷଣ। ମତେ ସଙ୍ଗତ ଏ ନିଅ ଘର ଅରଣ୍ୟକୁ, ନୀତି ଫଳ ମୂଳ ଆଣି ଦେବ ଏ ତୁମ୍ଭଙ୍କୁ। ଲୋକେ ଖଣିତ ଭାବେ ଧରି ଧରସର, କଣ୍ଢେ ପେଡ଼ି ବାନ୍ଧି ମୁହିଁ ହେବି ଅଗ୍ରସର। ବାଟ କଢ଼ାଇବି ଆଣି ଦେବି ମୁଗ ମାଂସ, କୋରିଆ ଜଗିବି ମତେ ନ କର ନିରାଶ। ଲକ୍ଷ୍ମଣଙ୍କ କଥା ଶୁଣି ପ୍ରଭୁ ରଘୁମଣି ପରମ ସନ୍ତୋଷ ହୋଇ ବଇଲେ କବାଣୀ। ବିଳମ୍ବ ନ କର ବେଗେ ଯାଅ ରେ ଲକ୍ଷ୍ମଣ, ପ୍ରିୟ ବନ୍ଧୁଗଣ ଠାରୁ ଅନୁମତି ଆଣ। ଯଜ୍ଞରେ ସନ୍ତୁଷ୍ଟ ହୋଇ ମହାତ୍ମା ବଳୁନ ଜନକଙ୍କୁ ଦେଇଥିଲେ ଯେଉଁ ଧନ ତୃଣ। ଅଭେଦ କବଚ ପୁଣି ଅକ୍ଷୟ ସାୟକ, ବିବାହ କଲେ ଦେଇଥିଲେ ମତେ ଯୌତୁକ। ଆଜଙ୍କ ଗୁହେ ବସି ସେ ସମସ୍ତ ଅସ୍ତ୍ର, ତୁମ୍ଭେ ସକଳ ଘେନି ଆସ ତ୍ୱରିତ। ପରମ ସନ୍ତୋଷ ଲୋଭି ସେ ବୀର ଲକ୍ଷ୍ମଣ, ତକ୍ଷଣରେ ସଂଗ୍ରହ କଲେ ଖଡ୍ଗ ଧନୁ ତୋରଣ। ଦିବ୍ୟ ଅସ୍ତ୍ର ଶସ୍ତ୍ର ଧରି ଆଗେ ଉଭା ହେଲେ, ଦେଖି ନ ଶ୍ରୀରାମ ତାଙ୍କୁ ପୁଣି ଆଜ୍ଞା ଦେଲେ। ଉତ୍ତମ ଉତ୍ତମ ବିପ୍ର ମାନଙ୍କୁ ଡକାଇ ମୋ ଭଣ୍ଡାର ଧନ ରତ୍ନ ଦାନ କର ଭାଇ। ଡାକି ଆଣି ବସି ତାଙ୍କ ପୁତ୍ର ସୁଯୋଗ୍ୟଙ୍କୁ, ଦେହାର୍ଚ୍ଛନ ସାରି ଯିବା ଘର ଅରଣ୍ୟକୁ। ଏପରି କହି ଶ୍ରୀରାମ ହୋଇଲେ ମୌନ, ଭାଗବତ କହି ଧ୍ୟାଇ ତାଙ୍କ ଶ୍ରୀଚରଣ। ଓମ୍ ଜୟ ଶ୍ରୀ ସୀତାରାମ।